ତାକୁ ଧାରଣ କରିପାରିବା ସେ ବିଷୟରେ ମୁଁ ସଂକ୍ଷିପ୍ତରେ କହୁଛି। ତ ସତ୍ ଚିତ୍ ଆନନ୍ଦମୟ ଅବସ୍ଥା ହେଉଛି ଭଗବାନଙ୍କର। ତ ସତ୍ ଅବସ୍ଥାଟା କ'ଣ? ସତ୍ ମାନେ ସ୍ଥିରତା, ଯୋଉଟା ସବୁବେଳେ ସବୁବେଳେ ସେମିତି ହିଁ ଅଛି, ଯୋଉଟା କେବେ ବଦଳେ ନାହିଁ। ସତ୍ ଆଉ ସେଇ ଅବସ୍ଥାରେ ଆମର କୋଉଠି ଅଛି? ଆମେ ଅନୁଭୂତି କରିବା ସେତେବେଳେ, ଆମେ ଯେତେବେଳେ ଯଦି ସତ୍ ଥିବା ତ ଆମେ ଈଶ୍ୱରଙ୍କୁ ଅନୁଭୂତି କରିପାରିବା, ଭଗବାନଙ୍କୁ ଅନୁଭୂତି କରିପାରିବା। ଆମର ସତ୍ ଅବସ୍ଥାଟା କ'ଣ ତାହେଲେ? ଆମ ସ୍ଥିର ଅବସ୍ଥାଟା ମନ କେତେ ବିଚଳିତ। ଦେଖନ୍ତୁ ଏଠି ଟିକେ ସମୟ ବସିକି ଗାଡ଼ି ଶୁଣିଲା ବେଳକୁ କେତେ ଗପସପ ମାରୁଛନ୍ତି, ମାନେ କେତେ ମନ ବିଚଳିତ ହଉଛି, ଗାଡ଼ି ଶୁଣିଲା ପାଇଁ କନସେଣ୍ଟ୍ରେସନ ନାହିଁ। ତ ଆମ ସତ୍ ଅବସ୍ଥାଟା ମନଟା ସ୍ଥିର କିପରି ରହିବ? ମନର ଏବେ ଅବସ୍ଥା ଦେଖନ୍ତୁ, ମନର ଆମର ଅବସ୍ଥା ବର୍ତ୍ତମାନ ଜାଗ୍ରତ ଅବସ୍ଥା ଅଛି। ଜାଗ୍ରତ ଅବସ୍ଥା ମନର ବର୍ତ୍ତମାନ ଜାଗ୍ରତ ଅଛି। ତାପରେ ଆମେ ନିଦକୁ ଯାଉ, ସ୍ୱପ୍ନ ଅବସ୍ଥା ଆସିବ, ତାପରେ ଡିପ୍ ସ୍ଲିପ୍ ଯାଉ, ସେ ଡିପ୍ ସ୍ଲିପ୍ରେ ଆଉ ସ୍ୱପ୍ନ ନାହିଁ। ଏଇ ତିନିଟା ଆମେ ସବୁବେଳେ ଅନୁଭୂତି କରୁଛୁ। କିନ୍ତୁ ଚତୁର୍ଥ ଅବସ୍ଥା ହେଉଛି ତୁରିଆ ଅବସ୍ଥା, ଯୋଉ ଅବସ୍ଥାଟା ଏଇ ତିନିଟା ଅବସ୍ଥାର ସାକ୍ଷୀ। ଠିକ ଅଛି, ଯିଏ ଆମେ ଶୋଇ ଉଠିଲେ କହୁଛୁ ଯେ ଆଜି ବଢିଆ ଶୋଇଲୁ, ବଢିଆ ଆଜି ସ୍ୱପ୍ନ ଦେଖିଲି କି ସ୍ୱପ୍ନ ଦେଖିଲି ନାହିଁ, ଯୋଉ ଅବସ୍ଥାରେ ଯିଏ ସାକ୍ଷୀ ଭାବରେ ରହୁଛି ସେଟା ତୁରିଆ ଅବସ୍ଥା। ତ ଆମମାନଙ୍କୁ ଚେଷ୍ଟା କରିବାକୁ ହବ ଯେ ସେ ତୁରିଆ ଅବସ୍ଥାର ଅନୁଭୂତି କରିବା ପାଇଁ। ତ ଯଦି ଆମେ ତୁରିଆ ଅବସ୍ଥାକୁ ଅନୁଭୂତି କଲୁ, ମନ ସେଠି ସ୍ଥିର ରହିବାର ଆରମ୍ଭ ହବ। ମନ ସ୍ଥିର ରହିଲା, ତୁରିଆ ଆମେ ସାକ୍ଷୀ ଅବସ୍ଥାଟା ରହିଗଲା। ତ ସେଇ ଅବସ୍ଥାରେ ରହିଲେ ଆମେ ସତ୍ ଅବସ୍ଥା ସେଇଟା ଆମର। ତାପରେ ସେ ଯେମିତି ପାଣିରେ ଭିତରେ କ'ଣ ଅଛି, ପଥର ଅଛି, କାଦୁଅ ଅଛି, ଆମେ ପାଣି କ୍ଲିୟର ହେଲେ ଆମେ ମାଟି ତଳଟା ଭିତରେ ଦେଖିପାରୁ କ'ଣ ପଡ଼ିଛି। ତ ମନ ଯଦି ଆମର ପିଓର ହେଇକି କ୍ଲିନ୍ ହେଲା, ତ ମନ ଭିତରେ ମାନେ ଆମ ଚେତନାରେ, ମନ ପଛରେ ବିୟଣ୍ଡ ମାଇଣ୍ଡ ଆମର ଯୋଉ ଅବସ୍ଥା ସେଇଟା ହେଉଛି କନସିୟସନେସ୍, ଚେତନା ଅବସ୍ଥା। ଭଗବାନଙ୍କ ଯୋଉ ସଚ୍ଚିଦାନନ୍ଦମୟ ଅବସ୍ଥା ହେଉଛି ଚିତ୍ ଅବସ୍ଥାଟା। ତ ଆମ ମନ ସ୍ଥିର ହେଲେ ସେଇ ଚିତ୍ ଅବସ୍ଥାଟା ତା ପଛରେ ଯୋଉ ଅଛି ତାକୁ ଆମେ ଅନୁଭୂତି କରିପାରିବା, ଜାଣିପାରିବା। ତ ଆମେ ସେଇ ଚିତ୍ ଅବସ୍ଥା ସେତେବେଳେ ପ୍ରଥମ ସତ୍ ଅବସ୍ଥା ମନ ସ୍ଥିର କରିକି ଧାରଣ କର, ତାପରେ ଚିତ୍ ଅବସ୍ଥା ଧାରଣ ହବ। ଆଉ ସେଇ ଚିତ୍ ଅବସ୍ଥାର ଧାରଣ ହେଲେ ସେଠି ଆନନ୍ଦ ରହିଛି, ସେଇ ଚିତ୍ରେ ଜ୍ଞାନ ଆନନ୍ଦ ସବୁ କିଛି ଭରପୁର। ସେଟା ବିୟଣ୍ଡ ମାଇଣ୍ଡ, ମନାତୀତ ଅବସ୍ଥା, ସମାଧି ଯଦି ପରେ ସମାଧିର ବ୍ୟତୀତ ଅବସ୍ଥା ସେଇଟା। ତ ସେଇ ସଚ୍ଚିଦାନନ୍ଦ ଘରକୁ ଆମେ ଅନୁଭୂତି କରିପାରିବା ଆମର ମନର ସ୍ଥିରତା ଯୋଗୁଁ। ତ ମନର ସ୍ଥିରତା ଆମେ କିପରି କରିବା? ମନର ସ୍ଥିରତାଟା ଆମେ ନିଜ ମନକୁ ଟିକେ ବ୍ରିଥରେ, ନିଶ୍ୱାସ ସାଙ୍ଗରେ ମନର ତାଳମେଳଟା ରଖ। ମନଟାକୁ ସ୍ଥିର ସେତେବେଳେ ଆମେ ଯଦି ଆମେ ନିଶ୍ୱାସ ସାଙ୍ଗରେ ଭିତରକୁ ଯିବା, ଭିତରକୁ ଆସିବା, ମନରେ ଆଉ କିଛି ଦ୍ୱିତୀୟ ବିଚାର ରହିବ ନାହିଁ। ମନରେ ଦ୍ୱିତୀୟ ବିଚାର ରହିବ ନାହିଁ, ମନ ସ୍ଥିର ରହିବ। ଆଉ ଗୋଟେ ଅବସ୍ଥାଟା ବର୍ତ୍ତମାନରେ ବି ଯଦି ରହିବ, ପାଷ୍ଟ ଫ୍ୟୁଚର ଏତେ ଭାବିବାର ନାହିଁ, ପ୍ରେଜେଣ୍ଟ ରହିବାର ଅଛି। ବର୍ତ୍ତମାନରେ ରହିଲେ ମନ ସ୍ଥିର ରୁହେ, ମନର ଗତି ବନ୍ଦ ହବ। ତ ଆମେ ଈଶ୍ୱରଙ୍କର ଅନୁଭୂତି, ସଚ୍ଚିଦାନନ୍ଦ ଅନୁଭୂତି ଆମେ ଇମିଡିଏଟଲି ପାଇପାରିବା। ଆଉ ଗୋଟେ ଅବସ୍ଥାରେ ମନରେ କହୁଛି ପ୍ରାକ୍ଟିକାଲି ଟିକେ ଆପଣ କରି ଦେଖନ୍ତୁ। ଏଇ ଜିଭଟା ଉପରେ ତାଳୁଟା ଅଛି, ଏଇଟା ଆମ ତାଳୁ ଅପର ପାଲେଟା। ଏଇଠି ଯଦି ଆମ ଜିଭଟା ଅଛି, ସେଟା ହଲୁଛି, ଯେତେ ଜିଭ ହଲିବ ସେତେ ମନ ବିଚଳିତ ହବ। ଯଦି ଜିଭଟା ତାଳୁରେ ଏମିତି ସପୋର୍ଟରେ ଲଗେଇ ରଖିବ, ତାଳୁରେ ମୁହଁ ବନ୍ଦ କରିକି, ଦାନ୍ତ ବନ୍ଦ କରିକି, ତ ମନ ସାଙ୍ଗେ ସାଙ୍ଗେ ସେଠି ଲୟ ହେଇଯିବ। ଏଟା ହେଉଛି ତଲବ୍ୟ କ୍ରିୟା। ଏଟା ତଲବ୍ୟ କ୍ରିୟା କୁହନ୍ତି। ଚାଲି ଫିରିକି କାମ କରିକି, କୁକିଂ କରିକି, ଡ୍ରାଇଭିଂ କରିକି ଏନି ଟାଇମ୍ ସେ ଅବସ୍ଥା ରଖିପାରିବ ନିଜକୁ। ଆଉ ଗୋଟେ କହିଦେଉଛି, ଏଇଟା କବିତା ବିଷୟରେ ଟିକେ ଅଛି। ଆମେ କବିତାକୁ ଆମେ ପାୱାରଫୁଲ କିପରି ହବ, ଆମ ରାଇଟିଂ ଗୁଡ଼ା କେତେ ପାୱାରଫୁଲ କେମିତି ହବ, ଆମେ ଯେତେ ଭିତରୁ ଆମ ଡେପ୍ ଭିତରୁ ଆଣିବା, ହୃଦୟ ଭିତରୁ ଆଣିଲେ ଆମ କବିତାରେ ସେତେ ଶକ୍ତି ରହିବ। ତ ଆମ ଭିତରେ କବିତାଟା ଆମେ ଯେତେ ଅବସ୍ଥା, ମନର ଅବସ୍ଥାକୁ ଭିତରେ ନେବାର ଅଛି, ମାନେ ବାଣୀଟାକୁ, ଶବ୍ଦଟା, ଦୁନିଆ ତ ଶବ୍ଦ ବ୍ରହ୍ମରେ ବନିଛି। ସେ ବ୍ରହ୍ମ ହେଉଛି ଆମର, ଦେଖ, ପରା, ପଶ୍ୟନ୍ତି, ମଧ୍ୟମା, ବୈଖାରୀ, এই ଚାରି ଭାଗଟାକୁ କବିତା ଯିଏ ଜାଣିଛି ସମସ୍ତେ ଜାଣିଥିବେ। ଶବ୍ଦଟା ଚାରି ପ୍ରକାର ଅଛି, ପରା, ପଶ୍ୟନ୍ତି, ମଧ୍ୟମା, ବୈଖାରୀ। ଆମେ ଯୋଉ ସାଧାରଣ ଟକିଂ କରୁଛୁ ଏଟା ବୈଖାରୀ, ବାହାର ଲିପ୍ସରେ। ଆଉ ଟିକେ ଭିତରକୁ ଗଲେ ଟିକେ ମନରେ ଭାବୁଛୁ, ସେଟା କାହାକୁ ଶୁଣାଯାଉନି, ସେଟା ହେଉଛି ମଧ୍ୟମା, ହେଲା, ସେଟା ମଧ୍ୟମା ଅବସ୍ଥାର। ଆଉ ଟିକେ ଡେପ୍ ହାର୍ଟ ଯୋଉଟା କହୁଛି, ସିକ୍ସ ସେନ୍ସ ଯୋଉଟା କହୁଛି, ଆମର ଯୋଉଟା ପକ୍କା ସେଟା ସତ ହିଁ ହଉଛି, ସେଇଟା ହେଉଛି ପଶ୍ୟନ୍ତି। ଆଉ ତାପରେ ମନ ସ୍ଥିର ହେଲା ପରେ ଯୋଉ ଈଶ୍ୱରଙ୍କର ବାଣୀ ଆସୁଛି, ପରା, ଯୋଉଟା ବେଦ, ପୁରାଣ, ଉପନିଷଦ ସବୁ ଆମ ବିୟଣ୍ଡ ମାଇଣ୍ଡ ଅଛି, ସେଇଟା ହେଉଛି ପରା ବିଦ୍ୟା।
ଲାଗିଯିବ ଆମେ ସେଟା ସାଙ୍ଗେ ସାଙ୍ଗେ ଆମେ ଅବଜର୍ଭ ହେଇଯିବା ଗ୍ରହଣ କରି ନେଇଯିବା ସେଇ କଥାଟାକୁ। ତ ଆମକୁ ଆମେ ସମସ୍ତେ ଯେହେତୁ ଗଭୀର କମିଟି ମାନେ ଅଛନ୍ତି ଏଠି